ତ ଆପଣ ମାନେ ଜାଣିନଥିବେ ନକୁଳ ସହଦେବ ପ୍ରକୃତରେ କାହାର ପୁତ୍ର ଥିଲେ। ତ ପାଣ୍ଡୁଙ୍କୁ ତ ଅଭିଶାପ ମିଳିଥିଲା, ତ ତାଙ୍କର ସନ୍ତାନ କେମିତି ହେଲା? ତ ଚାଲନ୍ତୁ ମୁଁ ଆଜି ଗୋଟେ ସୁନ୍ଦର କାହାଣୀଟି ଶୁଣିବି। ନମସ୍କାର, ଜୟ ଜଗନ୍ନାଥ। ମୁଁ ସ୍ୱାଗତ କରୁଛି ମୋ ଚ୍ୟାନେଲକୁ ସସ୍ମିତା ମୋଟିଭେସନ। ଇଏ ହେଉଛି ମହାଭାରତର କଥା। ତ ପାଣ୍ଡୁଙ୍କୁ ଅଭିଶାପ ମିଳିଥିଲା କି ଯଦି ସେ ତାଙ୍କ ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖିବେ ତାହେଲେ ତାଙ୍କର ମୃତ୍ୟୁ ହବ। ତ ଏକଥା ଜାଣିଥିବେ ତାଙ୍କର ଦୁଇଟି ସ୍ତ୍ରୀ ଥିଲେ, ଜଣଙ୍କ ନାଁ ହଉଛି କୁନ୍ତୀ, ଅନ୍ୟ ଜଣଙ୍କ ନାଁ ହେଲା ମାଦ୍ରୀ। କୁନ୍ତୀ ଦୁର୍ବାସା ତରଫରୁ ଆଶୀର୍ବାଦ ପାଇଥିଲେ, 5ଟି ବରଦାନ ପାଇଥିଲେ। ଦୁର୍ବାସା କହିଥିଲେ କି ଏଇ ମନ୍ତ୍ରଟି ତମେ ସ୍ମରଣ କରିଲେ ତମର ସନ୍ତାନ ପ୍ରାପ୍ତ ହବ। ଦୁର୍ବାସା ଦେଇଥିବା ମନ୍ତ୍ର ଦ୍ୱାରା କୁନ୍ତୀଙ୍କର 3ଟି ପୁତ୍ର ହେଇଥିଲା। ଦୁର୍ବାସା ଦେଇଥିବା ଆଶୀର୍ବାଦରୁ କୁନ୍ତୀଙ୍କର 3ଟି ପୁତ୍ର ହେଇଥିଲେ, ଯୁଧିଷ୍ଠିର, ଭୀମ, ଅର୍ଜୁନ। ତ ମାଦ୍ରୀଙ୍କର କୌଣସି ସନ୍ତାନ ହିଁ ନଥିଲା। ତ ସେଥିପାଇଁ କୁନ୍ତୀ କଣ କରିଥିଲେ, ସେଇ ମନ୍ତ୍ର ମାଦ୍ରୀଙ୍କୁ ହିଁ କହିଥିଲେ, କହିଲେ ଏଇ ମନ୍ତ୍ର ସ୍ମରଣ କର, ସ୍ମରଣ କରିବା ଦ୍ୱାରା ତମର ସନ୍ତାନ ପ୍ରାପ୍ତ ହବ। ତ ସେଠୁ ମାଦ୍ରୀ କଣ କରିଥିଲେ, ଅଶ୍ଵିନୀକୁ ସ୍ମରଣ କରିଥିଲେ। ମାଦ୍ରୀ ଅଶ୍ଵିନୀକୁ ସ୍ମରଣ କରି ତାଙ୍କର 2ଟି ଯାଆଁଳା ପୁତ୍ର ଯାହାଙ୍କର ନାମ ଥିଲା ନକୁଳ ଆଉ ସହଦେବ। ତ କୌଣସି ମତେ ପାଣ୍ଡୁ ଆଉ ମାଦ୍ରୀଙ୍କର ସମ୍ପର୍କ ସୃଷ୍ଟି ହେଇଥିଲା, ସେମିତି ପାଣ୍ଡୁଙ୍କର ମୃତ୍ୟୁ ହେଇଯାଇଥିଲା। ଯେହେତୁ ମାଦ୍ରୀ ଜଣେ ସତୀ ସ୍ତ୍ରୀ, ସେ ପାଣ୍ଡୁଙ୍କ ସହିତ ତାଙ୍କ ଜୀବନକୁ ବି ପ୍ରାଣତ୍ୟାଗ ଦେଇଥିଲେ। ତ ସେଥିଲାଗି ନକୁଳ ଆଉ ସହଦେବ କୁନ୍ତୀଙ୍କ ପାଖରେ ରହିଲେ। କୁନ୍ତୀ ନିଜ ପୁତ୍ରଙ୍କୁ ଯୁଧିଷ୍ଠିର, ଭୀମ, ଅର୍ଜୁନଙ୍କୁ ଯେତିକି ସ୍ନେହ ଶ୍ରଦ୍ଧା କରୁଥିଲେ, ନକୁଳ ସହଦେବଙ୍କୁ ମଧ୍ୟ ସେତିକି ସମାନ ଭାବରେ ତାଙ୍କୁ ସ୍ନେହ ଶ୍ରଦ୍ଧା ପ୍ରେମ ଦଉଥିଲେ। ତ ଆପଣ ମାନେ ଜାଣିନଥିବେ ନକୁଳ ସହଦେବ ପ୍ରକୃତରେ କାହାର ପୁତ୍ର ଥିଲେ। ସେ ହଉଛନ୍ତି ମାଦ୍ରୀଙ୍କର ପୁତ୍ର ଥିଲେ, ନକୁଳ ସହଦେବ। ତ କୁନ୍ତୀ ଯେତେବେଳେ ମାଦ୍ରୀ ସତୀ ଥିଲେ, ସେ ତାଙ୍କ ଜୀବନ ପ୍ରାଣତ୍ୟାଗ କରିଦେଇଥିଲେ ପାଣ୍ଡୁଙ୍କ ସହିତ। ତ ସେଥିପାଇଁ ନକୁଳ ସହଦେବ କୁନ୍ତୀଙ୍କ ପାଖରେ ହିଁ ରହିଥିଲେ। ତ ସେଥିପାଇଁ ଦୁନିଆ ଜାଣିଛି ଯେ କୁନ୍ତୀଙ୍କର 5ଟି ପୁତ୍ର, ସେ ହଉଛନ୍ତି ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ। ତା ପୂର୍ବରୁ ଜାଣିଥିବେ ଯେତେବେଳେ କୁନ୍ତୀ ବିବାହ କରିନଥିଲେ, ଦୁର୍ବାସା ଦେଇଥିବା ମନ୍ତ୍ରକୁ ସେ ପରୀକ୍ଷା କରୁଥିଲେ। ଯେତେବେଳେ ସ୍ମରଣ କରିଛନ୍ତି, ସାଙ୍ଗେ ସାଙ୍ଗେ ସୂର୍ଯ୍ୟଦେବ ହିଁ ଆସିଥିଲେ। ସୂର୍ଯ୍ୟଦେବ କହିଲେ, ମୁଁ ଯେତେବେଳେ ଆସିଛି ମୋ ବର କେବେ ବି ବିଫଳ ହୁଏନି। ତ ସେଥିପାଇଁ ସେଇ ମନ୍ତ୍ର ସ୍ମରଣ ଦ୍ୱାରା କର୍ଣ୍ଣ ହିଁ ଜନ୍ମ ନେଇଥିଲେ। ଯେହେତୁ କୁନ୍ତୀ ବିବାହ କରିନଥିଲେ, ତ କର୍ଣ୍ଣଙ୍କୁ ସେ ଭସେଇ ଦେଇଥିଲେ। ଆପଣମାନେ ଜାଣିଥିବେ କି କୁନ୍ତୀଙ୍କର 4ଟି ପୁତ୍ର, କିନ୍ତୁ ନକୁଳ ସହଦେବ ମାଦ୍ରୀଙ୍କ ପୁତ୍ର ଥିଲେ। ତ କୁନ୍ତୀ ତାଙ୍କ ଏଇ 5 ଜଣଙ୍କୁ ନିଜ ପୁତ୍ର ରୂପେ ପାଳିତ କରିଥିଲେ। ଆଜିର ଗପଟି କେମିତି ଲାଗିଲା ନିଶ୍ଚିତ ଭାବରେ କହିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।